ଆସନ୍ତୁ ଶୁଣିବା ମନୋଜ ଦାସଙ୍କର କାହାଣୀ କିମ୍ଭୀରିଣୀ। କିମ୍ଭୀରିଣୀ। ମାଇଲ ମାଇଲ ଜଳାଭୂମି, ବାଲୁକା ପ୍ରାନ୍ତର ଓ ପାଣି କାଦୁଅ କିଛି ହିଁ ବିଶିଷ୍ଟ ସମାଜତତ୍ତ୍ୱବିତ୍ ଡକ୍ଟର ବ୍ୟାଟଷ୍ଟୋନକୁ ବିଚଳିତ କରିପାରିନଥିଲା। ଯଥାକ୍ରମେ ଟ୍ରେନ୍, ଜିପ୍ ଓ ଶଗଡ଼ ଆରୋହଣ ଉତ୍ତାରୁ ସର୍ବଶେଷ 1 ମାଇଲ ପଦଯାତ୍ରା ଯୋଗେ ଅତିକ୍ରମ କରି ଡକ୍ଟର ବ୍ୟାଟଷ୍ଟୋନ ଆମ ଗ୍ରାମରେ ପଦାର୍ପଣ କଲେ। ପାଶ୍ଚାତ୍ୟର ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକାମୟ ସହରରେ ଆଜନ୍ମ ଜୀବନ ବିତାଇଥିବା ଡକ୍ଟର ବ୍ୟାଟଷ୍ଟୋନ ଭାରତବର୍ଷକୁ ଆସିବା ପରେ ଥରେ ଏକ ନିପଟ ପଲ୍ଲୀଗ୍ରାମ ଦେଖିବା ସକାଶେ ସଦୟ ଇଚ୍ଛା ପ୍ରକାଶ କରିଥିଲେ। ଆମ ଛାତ୍ର ଜୀବନର ଭାରତବର୍ଷରେ ସହର ଓ ଗ୍ରାମ ଭିତରର ବ୍ୟବଧାନ ଆଜି ଭଳି ସଙ୍କୁଚିତ ହୋଇନଥିଲା। ବିଶାଳ ନାଲି ତ୍ରିକୋଣ ରାଜନୀତିବିତ୍, ସ୍ୱଳ୍ପ ସଞ୍ଚୟ ଓ ସିଗାରେଟର ବହୁରଙ୍ଗୀ ବିଜ୍ଞାପନ ଓ ଲାଉଡ଼ସ୍ପିକର ଅଧ୍ୟୁଷିତ ଆଜିର ପଲ୍ଲୀ ଯେପରି ସହରର ବିକଳ ପ୍ରତିଧ୍ୱନିରେ ପରିଣତ ହୋଇଛି, ସେତେବେଳେ ସେପରି ହୋଇନଥିଲା। ଆମ ଘର ବାରାନ୍ଦାରେ ଏକ ଆରାମ ଚୌକିରେ ବସି ଡକ୍ଟର ବ୍ୟାଟଷ୍ଟୋନ ପ୍ରତି 5-10 ମିନିଟରେ ଥରେ ଉଚ୍ଚାରଣ କରୁଥିଲେ, ଚମତ୍କାର, ବିସ୍ମୟକର। ତାଙ୍କ ଚମତ୍କାର ଅନୁଭବ ଓ ବିସ୍ମୟର ହେତୁ ସମ୍ପର୍କରେ ତାଙ୍କୁ କିଛି ଜିଜ୍ଞାସା କରିବାର ପ୍ରୟୋଜନ ନଥିଲା। ପୂର୍ବରୁ ପଶ୍ଚିମ ଦିଗନ୍ତ ଯାଏ ସମଗ୍ର ଆକାଶକୁ ଜଣେ ଯେତେ ସମୟ ଇଚ୍ଛା ଏକାଦିକ୍ରମେ ଅବଲୋକନ କରିପାରେ, ଏହା ଥିଲା ଚମତ୍କାର। ଶତାଧିକ ଗୋରୁ ଗାଈ ଜଣେ ମାତ୍ର କ୍ଷୁଦ୍ରକାୟ ଜଗୁଆଳ ଟୋକାକୁ ମାନ୍ୟ କରି ବିସ୍ତୃତ ପ୍ରାନ୍ତର ଭିତର ଦେଇ ସୁଶୃଙ୍ଖଳ ଗତିରେ ଚାଲିପାରନ୍ତି, ଏହା ଥିଲା ବାଳୁତ କାଳରେ ପାଇଡ୍ ପାଇପର ଗୀତ ପଢ଼ି ତାକୁ ବିଶ୍ୱାସ କରିନେବାର ଅଭିଜ୍ଞତା ତୁଲ୍ୟ ବିସ୍ମୟ। ମେଘଳ ଆକାଶରେ ଅପରୂପ ବିଶାଳ ଇନ୍ଦ୍ରଧନୁ ଥିଲା ବିସ୍ମୟ ଏବଂ ଆମ ଗ୍ରାମର 97% ଅଧିବାସୀ ରେଳଗାଡ଼ି ଓ ସିନେମା ଓ ଏ ଉଭୟ ଅନୁଷ୍ଠାନ ସନ୍ଦର୍ଶନ ନ କରି ମଧ୍ୟ ବିନା ଶୋଚନାର କାଳାତିପାତ କରୁଛନ୍ତି, ଏ ଆବିଷ୍କାର ଥିଲା ତତୋଧିକ ବିସ୍ମୟକର। ତେବେ ସାହେବଙ୍କ ପାଇଁ ସର୍ବୋପରି ବିସ୍ମୟକର ଅଭିଜ୍ଞତା ହୋଇଥିଲା ଆମ ଗ୍ରାମର ଆଦର୍ଶ ନିମ୍ନ ପ୍ରାଥମିକ ବିଦ୍ୟାଳୟର ହେଡ୍ ପଣ୍ଡିତ ମକୁ ମିଶ୍ର ମହୋଦୟଙ୍କର ଏକ ସାକ୍ଷାତକାର, ଯିଏକି ଡାରୱିନ୍, ମାର୍କସ, ଫ୍ରଏଡ୍, ଆଇନଷ୍ଟାଇନ ଓ ବର୍ନାର୍ଡ ଶ ଏ ପଞ୍ଚପୁରୁଷଙ୍କ ମଧ୍ୟରୁ ଜଣଙ୍କର ନାମ ମଧ୍ୟ ନ ଶୁଣି 40 ବର୍ଷ ଶିକ୍ଷକତା କରିସାରିଥିଲେ। ଆମ ଗ୍ରାମରେ ଦିନେ ଜଣେ ନିପଟ ସାହେବଙ୍କର ଆବିର୍ଭାବ ଘଟିବ, ଏ କଥା ଗ୍ରାମବାସୀମାନଙ୍କର ପ୍ରମତ୍ତ କଳ୍ପନା ଭିତରକୁ ବି ଆସିନଥିଲା। ଅର୍ଦ୍ଧଶତାବ୍ଦୀ ତଳର ପ୍ରଳୟଙ୍କରୀ ଝଡ଼, ତାହାର 2 ଶତାବ୍ଦୀ ପରେ ଆମ ଗ୍ରାମ ସନ୍ନିକଟସ୍ଥ ଏକ ଦେବମନ୍ଦିର ଆକସ୍ମିକ ପତନ, ଏପରିକି ଭାରତର ଭାଗ୍ୟ ଦିଗ୍ବଳୟର ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଅଭ୍ୟୁଦୟ, ଏ ସମସ୍ତ ଘଟଣା ଦୁର୍ଘଟଣା ସମ୍ପର୍କରେ ନିର୍ଭୁଲ ଭବିଷ୍ୟତବାଣୀ ଶୁଣାଇଥିବା ମାଳିକା ମଧ୍ୟ ଏଭଳି ସମ୍ଭାବନା ସମ୍ପର୍କରେ ନୀରବ ଥିଲା। କିମାଶ୍ଚର୍ଯ୍ୟ ଯେ ଆମ ଗ୍ରାମର 20 ସରିକି ସୁଧୀ ଜନେ ସାହେବଙ୍କର ଆଗରେ ମୁଖ୍ୟତଃ ପଦ୍ମାସନାରୂଢ଼ ହୋଇ ତାଙ୍କୁ କେବଳ ହାଁ କରି ଅନେଇ ବସି ରହିବେ। ସେମାନଙ୍କର ଏତାଦୃଶ ନିରୀକ୍ଷଣ ପଦ୍ଧତି ଯେ ନିରୀହ ଆମୋଦ ସମ୍ଭୂତ, ଏକଥା ସାହେବ ବୁଝୁଥିଲେ ଓ ମୃଦୁ ହସି ମୋତେ ଏକାଧିବାର କହିଥିଲେ। ମୁଁ ଏଡ଼େ ମନଲୋଭା ଏକଥା କି ପୂର୍ବରୁ ଜାଣିଥିଲି। ମୁଁ ଯଦି ନୃତ୍ୟବିଦ୍ୟା ଶିଖିଥାନ୍ତି, ତେବେ ଏହି ଗ୍ରାମୀଣ ଭଲ ଲୋକମାନଙ୍କୁ ଆପ୍ୟାୟିତ କରିବା ପାଇଁ ବହେ ନାଚନ୍ତି। ଆମ ଗ୍ରାମବାସୀମାନଙ୍କ ପ୍ରତି ଏଇଭଳି ମମତାବଦ୍ଧ ହୋଇପଡ଼ୁଥିବା ସାହେବ ହଠାତ୍ ପଚାରିଲେ, ଆଚ୍ଛା ବାବୁ, ଏ ବ୍ୟକ୍ତିମାନେ ସମସ୍ତେ ଭୂତପ୍ରେତରେ ବିଶ୍ୱାସ କରନ୍ତି? ମୁଁ ଅନୁବାଦକ ହିସାବରେ ହିଁ ଏକାନ୍ତ ବିଶ୍ୱସ୍ତ। ପ୍ରଶ୍ନଟି ଅବିକଳ ଭାଷାନ୍ତରିତ କରିଦେବା ମାତ୍ରେ ସଭିଏ ନାହିଁ କଲେ। ସାହେବ ସଳଖି ବସିଲେ। ଜଣାଗଲା ଏଥର ତାଙ୍କର ହାଁ କରିବା ପାଳି। କିଛି ସମୟ ପରେ ସେ ମୋତେ କହିଲେ, ଜାଣିଛ ବାବୁ, ଏମାନେ ମୋ ଦେଶର ଲୋକଙ୍କଠାରୁ ବହୁତ ଅଧିକ ପ୍ରଗତିଶୀଳ। ବିଶ୍ୱାସ କର, ଆମ ଦେଶରେ ଶତକରା 50ରୁ ବେଶୀ ଭାଗ ଲୋକ ପ୍ରକାଶ୍ୟରେ ହେଉ ବା ଗୋପନରେ ରଖି ହେଉ ଭୂତପ୍ରେତରେ ବିଶ୍ୱାସ କରନ୍ତି। ଆଚ୍ଛା ବାବୁ, ପଚାରିଲ, ଏମାନେ ସମସ୍ତେ ଭଗବାନରେ ବିଶ୍ୱାସ କରନ୍ତି? ମୁଁ ସାହେବଙ୍କର ପ୍ରଶ୍ନ ଭାଷାନ୍ତରିତ କଲି। ଲୋକେ ସ୍ତବ୍ଧ ହୋଇ ବସି ରହିଲେ। ଅର୍ଥାତ୍ ଏମାନେ ନିଶ୍ଚିତ ନୁହନ୍ତି, ସନ୍ଦେହୀ?
ସାହେବ ସେମାନଙ୍କ ନିରବତାର ଅର୍ଥ ନିଜକୁ ନିଜେ ବୁଝାଇଦେଲେ ଓ ସପ୍ରଶଂସ କଣ୍ଠରେ ମୋତେ କହିଲେ, ବିଶ୍ୱାସ କର ବାବୁ, ମୋ ଦେଶର ଲୋକେ ସିନା ଉପରକୁ ବସ୍ତୁବାଦୀ ଦେଖାଯାଆନ୍ତି, କିନ୍ତୁ ସେତିକିବେଳେ ଆମ ଗ୍ରାମର ସୁଧୀଜନେ ସେମାନଙ୍କୁ ପ୍ରଥମୋକ୍ତ ସଂକ୍ଷିପ୍ତ ଉକ୍ତି ଓ ପରବର୍ତ୍ତୀ ନିରୁକ୍ତିର ବ୍ୟାଖ୍ୟା ଦେବାକୁ ଆରମ୍ଭ କରିଦେଲେ। ଭୂତ ପ୍ରେତଙ୍କୁ ବିଶ୍ୱାସ କ'ଣ ସାହେବ? ସେମାନଙ୍କର ବିବେକ ଥାଏ ନା ଫିବେକ ଥାଏ? ତମେ କି ପରତେ ଯିବ ସାହେବ? ମୋ ସମ୍ପର୍କୀୟ ଭାଇ, ମୋ ଆପଣା ବାପାର ନିଜ ମାମୁଁର ନିଜ ଜୁଆଇଁର ଖୋଦ୍ ପୁତୁରା। ଏକା ତକିଆରେ ମୁଣ୍ଡ ଦେଇ ଶୋଇବାଠୁ ଆରମ୍ଭ କରି ତା ବାହାଘର ବେଳେ ସବୁ ସଉଦା କରିବା ପର୍ଯ୍ୟନ୍ତ କ'ଣ ମୁଁ ନ କରିଛି ଶଳାଟି ପାଇଁ? ଅଥଚ କିଏ ନ ଜାଣେ ଯେ ମରି ଭୂତ ହୋଇ ଶଳାଟି ଆମ ଗାଁର କୋଟି କୋଟି ଲୋକଙ୍କ ଭିତରୁ ମୋତେ ହିଁ ହଇରାଣ କରିବା ପାଇଁ ମନୋନୀତ କଲା। କିଏ ନ ଜାଣେ ମୁଁ ପୁରା ବର୍ଷଟିଏ ପର୍ଯ୍ୟନ୍ତ ମୁଁ ଅଧା ଅଧି ଖର୍ଚ୍ଚ ଦେଇ ତା ବର୍ଷିକିଆଟି ଜାକଜମକରେ କରି ତା ଆତ୍ମାକୁ ସନ୍ତୁଷ୍ଟ କରିଦେବା ପର୍ଯ୍ୟନ୍ତ ରାତିରେ କେବେ ବି ବାଡ଼ିପଟକୁ ବାହାରୁ ନଥିଲି। ଏକ ପାଇଁ ନୁହେଁ କି ଦୁଇ ପାଇଁ ନୁହେଁ। କିଏ ନ ଜାଣେ ଏ କଥା? ନା ସାହେବ, ତୁମେ ଯେତେ ହେଲେ ବିଦେଶୀ ଲୋକ, ତମେ ଆମ ଦେଶର ଭୂତପ୍ରେତଙ୍କୁ ବିଶ୍ୱାସ କରି ବସିବା ଠିକ୍ ହେବ ନାହିଁ। ସେମାନେ ସୁଯୋଗ ପାଇଲେ ସେମାନଙ୍କୁ ବଶ କରି ରଖିଥିବା ଗୁଣିଆଙ୍କର ବି ବେକ ମୋଡ଼ି ଦେଇପାରିବେ। ଅବଶ୍ୟ ଦୟାଳୁ ପରୋପକାରୀ ଭୂତପ୍ରେତ ନାହାନ୍ତି ବୋଲି କହିହେବ ନାହିଁ। ମୋ ପିଲାବେଳେ ମୁଁ ଖୋଦ୍ ଲଙ୍ଗୁଳି ବାବାଙ୍କୁ ଦେଖିଛି। ବାବୁ, ତମେ ସାହେବଙ୍କୁ ଉତ୍ତମ ରୂପେ ସମଝେଇ ଦିଅ। ସେ ମହାପୁରୁଷ ନିର୍ମଳ ଉଲଗ୍ନ ଥିଲେ। ମୁଁ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଉମର 200 ବର୍ଷରୁ ଉର୍ଦ୍ଧ୍ୱ। ସେ ମହାପୁରୁଷଙ୍କ ଜନ୍ମ ବୃତ୍ତାନ୍ତ ବଡ଼ ବିଚିତ୍ର ସାହେବ। ସେତେବେଳେ ଦେଶରେ ମହାମାରୀ ଲାଗିଥାଏ। ତାଙ୍କ ଗର୍ଭବତୀ ମା ମରିଗଲେ ଭାବି ପରିବାରର ଲୋକେ ତାଙ୍କୁ ନେଇ ମଶାଣିରେ ଫୋପାଡ଼ି ଦେଇ ଆସିଲେ। ପରେ ପରେ ମହାତ୍ମା ଜନ୍ମ ହୋଇ ରଡ଼ିଟିଏ କରିଛନ୍ତି ରାତିଟାଏ ଦିନଟାଏ। ତାପରେ ଅନ୍ୟ ଏକ ଶବ ନେଇ ମଶାଣିକୁ ଯାଇ ଲୋକେ ମଲା ମା କୋଳରୁ ମହାତ୍ମାଙ୍କୁ ତୋଳି ଆଣିଲେ। କହିଲ ଦେଖି ସାହେବ, ମହାତ୍ମାଙ୍କୁ 24 ଘଣ୍ଟା କାଳ ରକ୍ଷା କଲା କିଏ? ଗ୍ରାମର ଅନ୍ୟ ଜଣେ ସ୍ୱଭାବ ତାର୍କିକ ପ୍ରବୀଣ ସାହେବଙ୍କ ପାଖକୁ ଘୁଞ୍ଚି ଘୁଞ୍ଚି ଆସି ଚ୍ୟାଲେଞ୍ଜ ଦେଲା ଭଳି ଭଙ୍ଗୀରେ ଉପରୋକ୍ତ ପ୍ରଶ୍ନ କଲେ ଓ ନିଜେ ତା'ର ଉତ୍ତର ଦେଲେ ପୁଣି। ଭୂତପ୍ରେତଙ୍କର ପଞ୍ଚାୟତ ନିଶ୍ଚୟ। ଲଙ୍ଗୁଳି ବାବା ସାରା ଜୀବନ ଆଉ ମଣିଷଙ୍କ ସହିତ କଥା କହିଲେ ନା ଲୁଗାପଟା ପିନ୍ଧିଲେ। ନିହାତି କଥାଭାଷା ହେବାକୁ ମନ ହେଲେ ଗୁଲୁଗୁଲୁ କରି ଅଦୃଶ୍ୟ ଆତ୍ମାମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି। ଆଉ ଭଗବାନଙ୍କ ଉପରେ ସେ ବିଶ୍ୱାସ ଅବିଶ୍ୱାସ କଥା ଉଠେଇଲ ସାହେବ। ଭଗବାନ କ'ଣ ମହାଜନ, ଆମେ ଖାତକ? ନା ଆମେ ମହାଜନ, ଭଗବାନ ଖାତକ ଯେ ତାଙ୍କ ସହ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠିବ? ସେ ପୃଥିବୀ ସୃଜିଲେ, ଆମକୁ ପୃଥିବୀକୁ ଆଣିଲେ, ପୁଣି କୁଆଡ଼େ ବୋଲି କୁଆଡ଼େ ନେଇଯିବେ, ପୁଣି ଆଣିବେ, ପୁଣି। ସମସ୍ତେ ଏକ ତାଳରେ ମୁଣ୍ଡ ଏପଟ ସେପଟ କରି ପଣ୍ଡିତଙ୍କର ବ୍ୟାଖ୍ୟାକୁ ସମର୍ଥନ ଜଣେଇଲେ। ମୁଁ ଯଥାସାଧ୍ୟ ଅନୁବାଦ କଲି। ସାହେବ ପୁଣି ଆରାମ ଚେୟାରରେ ଆଉଜି ପଡ଼ିଲେ ଓ କହିଲେ, ଆଶ୍ଚର୍ଯ୍ୟ, ଚମତ୍କାର। ସାହେବ, ନଈ ସେପାରିରେ ଯେଉଁ ମଶାଣି, ସେଇଠି ଲଙ୍ଗୁଳି ବାବା ଜନ୍ମ ହୋଇଥିଲେ। ଆମ କଥାରେ ତମର ବିଶ୍ୱାସ ହେଉନଥିଲେ ତମେ ନିଜେ ଯାଇ ସେ ଜାଗା ଦେଖିପାର, ଜଣେ ଗ୍ରାମବାସୀ କହିଲେ। ନଈ ପ୍ରସଙ୍ଗ ପଡ଼ିବା କ୍ଷଣି ସାହେବ ପୁଣି ସଳଖି ବସିଲେ। ମୋତେ କହିଲେ, ଆଗାମୀକାଲି ମୋର ଗରମ ପାଣି ଲୋଡ଼ା ନାହିଁ। ତମ ନଈ ପାଣି ଭାରି ସ୍ୱଚ୍ଛ, କାଲି ସେଥିରେ ଡୁବ ଦେବା। କିମ୍ଭୀର ନାହାନ୍ତି ତ? ଗାଁ ସହିତ ପିଲାବେଳଠୁ ମୋର ବିଶେଷ ସମ୍ପର୍କ ନଥିଲା। ମୁଁ ତେଣୁ କିମ୍ଭୀର ବିଷୟରେ ଗ୍ରାମବାସୀଙ୍କୁ ପଚାରିଲି। ସେମାନେ ମୋ ପ୍ରଶ୍ନରେ ଅପମାନ ବୋଧ କଲା ଭଳି ଭାବ ପ୍ରକାଶ କରି ପ୍ରତିବାଦ ସ୍ୱରରେ କହିଲେ, ବାବୁ, ତମେ ତ ବହେ ପାଠ ପଢ଼ିଛ। କିମ୍ଭୀର ନ ରହି କ'ଣ ପାହାଡ଼ ଉପରେ ରହନ୍ତେ? କିନ୍ତୁ ବାବୁ, କିମ୍ଭୀର କ'ଣ ଆମ ଗାଁ ଲୋକଙ୍କର କିଛି ଅନିଷ୍ଟ କରେ? ଏଯାଏଁ କିମ୍ଭୀରିଣୀ ବୁଢ଼ୀ ବଞ୍ଚିଛି। ସଭିଏଁ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଦିଗକୁ ନିଜ ନିଜର ଉଦ୍ୟତ ଆଙ୍ଗୁଳିମାନ ନିର୍ଦ୍ଦେଶ କଲେ। ମୁଁ ଆମ ଲୋକମାନଙ୍କର ବିବୃତିକୁ ପୂରାପୂରି ଅନୁବାଦ କରିବାକୁ ଚାହୁଁନଥିଲି। କିମ୍ଭୀରଠାରୁ କୌଣସି ଅନିଷ୍ଟ ଆଶଙ୍କା କରିବା ଦରକାର ନାହିଁ। ସାହେବଙ୍କୁ ଖାଲି ଏତକ କହିଦେଲି। ସାହେବ କିନ୍ତୁ ଇତିମଧ୍ୟରେ ଗ୍ରାମବାସୀଙ୍କର କଥାବାର୍ତ୍ତାର ସମଗ୍ର ରସାସ୍ୱାଦନ କରିବାରେ ଆଗ୍ରହୀ ହୋଇ ଉଠିଲେ। ପୁଣି ଏକ ନିର୍ଦ୍ଦିଷ୍ଟ ଦିଗକୁ ସେମାନଙ୍କର ସମବେତ ଆଙ୍ଗୁଳି ନିର୍ଦ୍ଦେଶ ମଧ୍ୟ ସାହେବଙ୍କ ଦୃଷ୍ଟି ଏଡ଼ାଇ ନଥିଲା। ଅଗତ୍ୟା ମୁଁ ଯାହା ଜାଣିଥିଲି କହିଲି, ଡାକ୍ତର ବ୍ୟାଟଷ୍ଟୋନ୍ କିଏ ଗୋଟିଏ ହାସ୍ୟକର ବ୍ୟାପାର। ଆପଣ ତ ବୁଝିସାରିବେଣି। ଆମ ଲୋକେ କେଡ଼େ ସରଳ ବିଶ୍ୱାସୀ। ଅନେକ ଦିନ ତଳର କଥା। ନଈ କୂଳରେ ରହୁଥିଲେ ଏକ ଗରିବ ଦମ୍ପତି। ସେମାନଙ୍କର ଗୋଟିଏ ବୋଲି ଝିଅ। 3 ବର୍ଷ ବୟସରେ ବିଭା ହୋଇ ସେ 5 ବର୍ଷ ବେଳକୁ ବିଧବା ହୋଇ ସେମାନଙ୍କର ପାଖରେ ରହିଥିଲା। ଯେତେବେଳେ ଝିଅଟି ଯୁବତୀ,
ଦିନେ ନଈରେ ଗାଧୋଇବା ବେଳେ ତାକୁ କିମ୍ଭୀର ଟାଣି ନେଇଯିବାର ଲୋକେ ଦେଖିଲେ। ସମସ୍ତେ ଭାବିଲେ ସେ ଚିରକାଳ ପାଇଁ ଗଲା। କିନ୍ତୁ 10 ବର୍ଷ ପରେ ହଠାତ୍ ଦିନେ ସେ ଆସି ଗାଁରେ ଦେଖାଦେଲା। ସେତେବେଳକୁ ତା ବାପା ମଲାଣି, ବୋଉ ମରିବାକୁ ଯାଉଛି, ନଈ କୂଳରେ ତାଙ୍କର ଛୋଟିଆ ଘରଟି ଭାଙ୍ଗି ପଡ଼ିଲାଣି। ଝିଅ ବୋଉର ଯଥାସାଧ୍ୟ ସେବା କଲା, କିନ୍ତୁ ତାକୁ ବଞ୍ଚେଇ ରଖିପାରିଲା ନାହିଁ। ସେଇ ଭଙ୍ଗା ଘର ଭିତରେ ବସି ସେ କନ୍ଦାକଟା କରୁଥାଏ। 2 ଦିନ ପରେ ଦିନେ ତା ଘର ପଛପଟେ ନଈବନ୍ଧ ଉପରେ ଗୋଟାଏ ବୁଢ଼ା କୁମ୍ଭୀର ପାଣିରୁ ଉଠି ଆସି ବୁଲୁଥିବା ବେଳେ ବନ୍ଧ ଏପଟକୁ ଖସି ପଡ଼ିଲା। ଲୋକେ ତାକୁ ପିଟି ପିଟି ମାରି ପକାଇଲେ। ଝିଅଟି ବୋଧହୁଏ ବାପା ବୋଉଙ୍କ ବିହୁନେ ଦୁଃଖରେ କାହା ସହିତ କିଛି କଥାବାର୍ତ୍ତା ନ କରି ବସି କାନ୍ଦୁଥାଏ। କେମିତି କେଜାଣି ଗୋଟିଏ ଅପୂର୍ବ କାହାଣୀ ପ୍ରଚାର ହୋଇଗଲା। ଝିଅଟିକୁ ନେଇଯାଇ କିମ୍ଭୀର କୁଆଡ଼େ ତାକୁ ବାହା ହେଇଥିଲା। 10 ବର୍ଷ ଘର କରିବା ପରେ ଝିଅ ବାପ ଘରକୁ ଆସିଥିଲା। କିମ୍ଭୀର ବି ଟିକିଏ ଜୁଆଇଁ ପଣିଆ କରି ଚାଲି ଆସିଥିଲା। ସିଏ ମଲା। ସ୍ତ୍ରୀ ଲୋକଟି ଏବେ ବି ବଞ୍ଚିଛି, ବୟସ ସମ୍ଭବତଃ 90 ପାଖାପାଖି। ତାକୁ ସମସ୍ତେ କିମ୍ଭୀରିଣୀ ବୋଲି କହନ୍ତି। କାଳକ୍ରମେ ୟା ବି ବିଶ୍ୱାସ କରି ନିଆଯାଇଛି ଯେ କିମ୍ଭୀରିଣୀ ପ୍ରତି ସମ୍ମାନ ଦେଖାଇ ଅନ୍ୟ କିମ୍ଭୀରମାନେ ଏ ଗାଁର ଲୋକଙ୍କର ଅନିଷ୍ଟ କରନ୍ତି ନାହିଁ। ଗାଁ ଲୋକେ ପାଳି କରି ବୁଢ଼ୀକୁ ସକାଳେ ସଞ୍ଜେ ଖାଇବାକୁ ଦେଇ ଆସନ୍ତି। ଅପୂର୍ବ, 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 ସାହେବ ଉଚ୍ଚାରିଲେ ଓ ପଚାରିଲେ, କିନ୍ତୁ ସେଇ 10 ବର୍ଷ କାଳ ସ୍ତ୍ରୀ ଲୋକଟି ଥିଲା କେଉଁଠାରେ? ଜାଣେ ନା, କେହି ବି ଜାଣନ୍ତି କି ନା ମୋର ସନ୍ଦେହ। ମୋର ମନେ ହୁଏ ଲୋକେ ଏଇ ପରିଗଳ୍ପଟିକୁ ଏଡ଼େ ସୁରୁଖୁରୁରେ ଗ୍ରହଣ କରିନେଇଛନ୍ତି ଯେ କେହି ବୁଢ଼ୀକୁ ସେ ସମ୍ପର୍କରେ କେବେ ହୁଏତ କିଛି ପଚାରି ନାହାନ୍ତି। ପ୍ରବଳ ଉତ୍ସାହରେ ଅଥଚ ମିନତିଭରା କଣ୍ଠରେ ସାହେବ ମୋତେ କହିଲେ, ବାବୁ, ବୁଢ଼ୀର ସେହି 10 ବର୍ଷର ଜୀବନ କାହାଣୀ ଉଦ୍ଧାର କରାଯାଉ। ଏତକ ନ ହୋଇପାରିଲେ ମୋର ବଡ଼ ଅଫସୋସ ରହିଯିବ। ଜହ୍ନ ଉଠିବାକୁ କିଛି ଡେରି ଥାଏ। ଟର୍ଚ୍ଚଟିଏ ଧରି ମୁଁ ସାହେବଙ୍କ ଆଗେ ଆଗେ ଚାଲିଲି। ପ୍ରଥମେ ଗୋଟିଏ ନିରହଙ୍କାର ନିର୍ଭୁକ କୁକୁର ଓ ଦ୍ୱିତୀୟ ଥର ଏକ ଜନପଦମୁଖୀ କଚ୍ଛପକୁ ଝୁଣ୍ଟି ଭୂପତିତ ହେଉଁ ହେଉଁ ସାହେବ ସମ୍ଭାଳିଗଲେ। କିନ୍ତୁ ସେ ଆମୋଦିତ ହିଁ ହେଲେ। ଡିବିରିଟିଏ ଜାଳି ଆଣ୍ଠୁ ଉପରେ ଚିବୁକ ରଖି ବୁଢ଼ୀ ବସିଥିଲା। ଆମକୁ ଦେଖି ହସିଦେଲା। ଆମେ ତା ସାମ୍ନାରେ ଚକାପାରି ବସିଗଲୁ ଓ ବୁଢ଼ୀର ପଥୁରୀରେ ଆମ ସାଥିରେ ନେଇଥିବା ଦୁଧ, ଭାତ ଓ କଦଳୀ ଚକଟା ଓଜାଡ଼ିଦେଲୁ। ବୁଢ଼ୀ ପୁଣି ହସିଦେଲା। ବୁଢ଼ୀମା, ଆମେ ଆସିଛୁ ତମଠୁ କିଛି କଥା ଶୁଣିବୁ ବୋଲି। ଏଇ ଯେଉଁ ଭଦ୍ରଲୋକ, ଇଏ ଜଣେ ଅସଲି ସାହେବ। ବିଚରା 7 ସମୁଦ୍ର ସେପାରିରୁ ଆସିଛନ୍ତି। ବଡ଼ ଇଚ୍ଛା ତମଠୁ କିଛି ଗପ ଶୁଣିବେ। ବୁଢ଼ୀ ମୁହଁରେ କୌଣସି ବିସ୍ମୟ ବା ଦ୍ୱିଧା ପ୍ରକଟିତ ହେଲା ନାହିଁ। ମୁଁ ତମମାନଙ୍କୁ ଯାଯାବର ରାଜପୁତ୍ର ଓ ସପନପୁରୀର ରାଜକୁମାରୀ କଥା ଶୁଣେଇବି, ସେ ସଙ୍ଗେ ସଙ୍ଗେ ପ୍ରସ୍ତାବ ଦେଲା। ଆରେ ନାହିଁ ବୁଢ଼ୀମା, ତମେ ତ ଜାଣ ତମକୁ ସଭିଏଁ କିମ୍ଭୀରିଣୀ ବୋଲି କହନ୍ତି। ହା ହା, କିନ୍ତୁ ପ୍ରକୃତରେ ଯେଉଁ 10 ବର୍ଷ ତୁମେ ହଜି ଯାଇଥିଲ, ସେ 10 ବର୍ଷ କାଳ କେଉଁଠି ଥିଲ, କ'ଣ କରୁଥିଲ, ସେଇ କଥା ଶୁଣା, ମୁଁ କହିଲି। ବୁଢ଼ୀର ଶ୍ରବଣ ଶକ୍ତି ସ୍ୱାଭାବିକ ମନେ ହେଲା। ତା'ର କଥନ ଭଙ୍ଗୀର ସାବଲୀଳତା ଗୋଟିଏ ବି ଦାନ୍ତ ନଥିବା ସତ୍ତ୍ୱେ ମୋତେ ମୁଗ୍ଧ କଲା। ବୁଢ଼ୀ 2-4 ପଦ କହିବା ପରେ ମୁଁ ଇଂରାଜୀ କରିଦେଉଥାଏ। ଡକ୍ଟର ବ୍ୟାଟଷ୍ଟୋନଙ୍କ ନିର୍ଦ୍ଦେଶ ଥିଲା ଗୋଟିଏ ଶବ୍ଦ ବି ଯେପରି ମୁଁ ଛାଡ଼ି ନଯାଏ। କିମ୍ଭୀର ତ ମୋତେ ନେଇଗଲା ବାପା 7 ତାଳ ପାଣି ତଳକୁ। କେମିତି କେଜାଣି ମୋର ଯେତେବେଳେ ନାହିଁ ବୁଢ଼ୀମା, ମୁଁ ବାଧା ଦେଇ କହିଲି, ଆମେ କାହାଣୀ ଶୁଣିବାକୁ ଚାହୁଁନା। ପ୍ରକୃତରେ କ'ଣ ହେଇଥିଲା, ଅର୍ଥାତ୍ ତୁମକୁ କିମ୍ଭୀର ଟାଣି ନେଇଯିବା ପରେ ତୁମେ କେମିତି ଖସିଗଲ, 10 ବର୍ଷ କେଉଁ ଅବସ୍ଥାରେ ବିତେଇଲ, ସେଇ କଥା। ବୁଢ଼ୀର କଥନ ଭଙ୍ଗୀରେ କୌଣସି ପରିବର୍ତ୍ତନ ହେଲା ନାହିଁ। ସେ କହିଚାଲିଲା, 7 ତଳ ପାଣି ତଳେ ବାପା, ମୋର ଯେତେବେଳେ ଜ୍ଞାନ ହେଲା ସେତେବେଳକୁ ମୁଁ ଦେଖିଲି କିମ୍ଭୀର ମୋତେ ଏକା ଧ୍ୟାନରେ ଅନେଇଛି। କ'ଣ ହେଲା କେଜାଣି ମୁଁ ତା ଆଡ଼ୁ ଆଖି ଫେରେଇ ପାରିଲି ନାହିଁ। ବୁଢ଼ୀମା, ତମେ କିମ୍ଭୀର କବଳରୁ କେମିତି ଖସିଗଲ ସେ କଥା ଯଦି ମନେ ନାହିଁ, ଅନ୍ତତଃ ଖସିଯିବା ପରେ କ'ଣ କଲ ସେତକ କୁହ। ମୁଁ ପୁଣି ବାଧ୍ୟ ହୋଇ ତାକୁ ବାଧା ଦେଇ କହିଲି। ଖସି ଆଉ କେଉଁଠି ଯାଇପାରିଲି ବାପା। କ'ଣ ହେଲା, ମୁଁ ତ ଆଉ ତା ଆଡ଼ୁ ଆଖି ଫେରେଇ ପାରିଲି ନାହିଁ। 7 ତଳ ପାଣି ତଳେ ସୂର୍ଯ୍ୟ ନାହିଁ, ଚନ୍ଦ୍ର ନାହିଁ, ଦିବା ନାହିଁ, ରାତି ନାହିଁ। ତେଣୁ କେତେ କାଳ ସେ ଏମିତି ବିତିଲା ଜାଣା ନାହିଁ। ମୁଁ ଆଉ ବୁଢ଼ୀକୁ ବାଧା ଦେଲି ନାହିଁ। ବୁଢ଼ୀର ବକ୍ତବ୍ୟର ଅବାଧତା ଯେ ତାହାର କାରଣ ତାହା ନୁହେଁ। ଯେଉଁଭଳି ଏକାଗ୍ରତା ସହକାରେ ସାହେବ ତା କାହାଣୀ ଗିଳିଯିବାର ମୁଁ ଅନୁଭବ କଲି, ତାହା ହିଁ ତାହାର ହେତୁ। ସେଇ ମୃଦୁ ଆଲୁଅରେ ଆମେ 3 ଜଣଙ୍କ ଛାଇ କାନ୍ଥରେ ଦୋହଲୁଥାଏ। ମୁଁ ନିରାସକ୍ତ ଭାବରେ ବୁଢ଼ୀର ବକ୍ତବ୍ୟ ଅନୁବାଦ କରିଦେଉଥାଏ। ମଝିରେ ମଝିରେ କଦାଚିତ୍ ନଈରୁ ନୌକାର ଅପସୃୟମାଣ ଶବ୍ଦ ଶୁଭିଲେ ବୁଢ଼ୀ ରହିଯାଉଥାଏ। ଯେମିତିକି ନଈର ଏକ ଉଚ୍ଛଳ ଡାକ ତା ସ୍ମୃତିକୁ ଶାଣିତ କରିଦେଉଥାଏ।
बुढ़ी 1.5 घंटा व्यापी गपी चलला। आम गाँ तुठरू 9 कोस दूर अच्छी जो विराट भयंकर गंड से 7 तल पानी तले किम्भीर को नहीं घर कर से गल्प। से घर कर न प्रथम पलि आसता किंतु पलि आसवाकू बाहर जितेबाला से पानी ऊपर को भासी आसला से देखला पानी में तार प्रतिबिंब से निजे किम्भीरणी पलटि जाइए। केतेबेले किम्भीर ताकू एमिति जादू करदेला अज्ञान करी पानी तल को टाणी नहीं जाए बेले ना ताकू दीर्घकाल अनै रहा भितर से जाने ना। से तेणिकी कंदाकटा कला। किम्भीर ता मन भूलैया को बहुत चेष्टा कला से भूलिला नहीं। अवशेष किम्भीर दिने कहला ए मंत्र पढ़ी तू तोर पूर्व रूप फेरी पाइबू किंतु मो पाखरे थिबा बेले ए मंत्र काम करिवो नाही कारण मो आगे तू ए मंत्र पढ़िया मात्रे याकू व्यर्थ करदेवा भली अन्य अकाट्य मंत्र मो पाटरू बाहरी पड़ो। से दिन किम्भीर गंडरू दैनंदिन विचरणार्थे अन्यत्र गला बेले अश्रु संवरण करि नथिला। कहितिला मु जाने मु फेरिया बेलू तू नथिबू तेबे हठात मझी नईरे मंत्र पढ़ी पकेबू नहीं मनीष बने बुड़ी मरीजु तो गाँ तुठ पर्यंत जाई कूल को लगिले तेबे जाई मंत्र पढ़ू। किंतु संज बेलू फेरी आसी किम्भीर देखला किम्भीरुणी को से जेउठी छाड़ी जाइतिला से सेठी अछि। किम्भीर पुलकित हैला कहिबा बाहुल्य। परदिन भी किम्भीरुणी गला नहीं तत्परे भी नुहे। किम्भीरुणी केते तुठ तुठांतर दूर दूरांतर बुलिले आनंदरे। थरे ए नईरु अन्य एक नई को जाई दीर्घपथ संतरण करी गोटे तीर्थ पाखरे पहुँचले। किम्भीरुणी ता बरऊ कहला तुमे पानी भितर रह मु टिके एठाकार देउल को जाई दिय दर्शन करी आसे। किम्भीर राजी हो गला। तापरे एकाधिक तीर्थ से देखिछि राति कूल पाखक आसी मंत्र पढ़ी से मनीष रूप फेरी पाए। सारा दिन तीर्थ दर्शन करी राति पानी को डेई पड़ा मात्रे किम्भीर ताकू किम्भीरुणी बनई दिए। केवल निज गाँ को से केबे आसे नहीं आसिले काले आउ फेरी जाई परिबो नहीं बोली। किंतु 10 वर्ष एहीपरि बीतीजिबा उत्तारू थरे बापा बोऊ को देखा भारी मन है। किम्भीर अनुमति नहीं दिनक पई से गाँ को आसी देखिला सबू छारखार हो जाइए। बापा नहांती बो मरिया को जाउची। मरिया पूर्वरु बो ताठू 2 दिन सेवा पाइला। जहाँ परित्यक्त कुड़िया भितर पड़ी रही पूर्व जीवन कथा बापा बोऊ को स्नेह कथा भालू भालू आहरी दिनटीए बीतीगला। किम्भीर अधैर्य होई कूल को उठी आसिला ताकू देखिया गाँ लोके ताकू मारी पकईले। तापरे 60 वर्षर ऊर्ध्वकाल बीतीगलानी। बुढ़ी रही नई कूल एकाकिनी। कुड़िया द्वारा आगे ही श्रृगाल पंजाई हुके हो रड़ी छाड़े। मंत्रमुग्ध साहेब चमकी पड़े। आमे बुढ़ीठू विदाय नहीं उठिलु। बुढ़ी हसीदेला। सेतेबेलू जह्न उठिलानी। तेबे प्रति घर उठुवा धूआं से जह्न आलुओ को बहुत नरम नीलाभ कर दे थाए। आमे नीरवरे बाट चलुलु। साहेब अन्यमनस्क भाव पुणी थरे झुंटिले। एथर नई को प्रत्यावर्तनशील कच्छपटी को और पर पुणी से निर्भुक कुकुर को। हठात नई कूल अटकी जाई साहेब अति आंतरिक कंठरे पचारे ए गंडटा क्यों दिगरे क्यों गंड मु प्रश्न कली। जो गंडरे किम्भीर और किम्भीरुणी रोते मो पाटरू बाहरी पड़ा तांकर प्रिय प्रतिशब्द दुईटी चमत्कार विस्मयकर। तापरे मु हसीदेली। साहेब बड़ गंभीर हो गले। आमे पुणी चलवाक आरंभ कलु। केते वर्ष तले दिने पाश्चात्यर एक महानगरी साहेबों चिठी पाई। एबे भी तुम ग्राम बीतईथिबा रातिटीए दिनटीए कथा मन पड़िले मु अनुभव करे मु जेमती से समय तक अन्य एक मनुष्य रूपांतरित हो जाइथिली। सेमिति सेई बुढ़ी किम्भीरुणी रूपांतरित होइथिला भली आ मोर से रूपांतर केड़े वास्तव मने हुए। धन्यवाद। चैनल को लाइक करंतु, सब्सक्राइब करंतु, शेयर करंतु। आगकू आहरी अनेक कहानी गप गीत नहीं आसबी। धन्यवाद।